ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା, ପ୍ରସଙ୍ଗର ଶୀର୍ଷକ ହେଉଛି ଆଉ ଥରେ ଦେଖା ହେବ। ଆଉ ଥରେ ଦେଖା ହେବ। ବେଳେବେଳେ ଆମେ ଅନେକଙ୍କୁ ସାକ୍ଷାତ କରୁ ଆଉ ଭାବୁ ଯେ ଆଉ ଦେଖା ହେବ ନାହିଁ ବୋଲି, କିନ୍ତୁ ମୁଁ କହିବା ପାଇଁ ଚାହେଁ ନିଶ୍ଚୟ ଦିନ ଦେଖା ହେବ। ଆଜି ଆମେ ଯେଉଁ ପ୍ରସଙ୍ଗର ଆଲୋଚନା କରିବା ସେ ପଦଟିଏ ପଢିବା, ପ୍ରଥମ ଥେସଲୋନିକ୍ୟ 4 ପର୍ବ ତାର 17 ପଦ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଆଜି ଯେଉଁମାନେ ଆପଣା ପ୍ରିୟଜନ ମାନଙ୍କୁ ହରେଇଛନ୍ତି, ଗତ ଦିନ ମାନଙ୍କରେ ମୁଁ ଗୋଟେ ଜାଗାରେ ଯାଇଥିଲି, ସେଠି ଜଣେ ଭଉଣୀ କହୁଥିଲେ ମୋର ସ୍ୱାମୀ ଏଇ ମଝିରେ ଚାଲିଗଲେ, ମୋର ଗୋଟେ ଝିଅ ଅଛି, ସାନ ଛୁଆଟା ଏବେ ବି ତା ବାପାଙ୍କୁ ଖୋଜୁଛି। ଆମେ ବହୁତ ଦୁଃଖରେ ଅଛୁ। ବିଶ୍ୱାସୀ ପରିବାର, ଗତ ଦିନ ମାନଙ୍କୁ ଅନେକ ସ୍ଥାନରେ ଆମେ ଦେଖିଲୁ ଯେ ବିଶ୍ୱାସୀ ମାନେ ଆମମାନଙ୍କୁ ଗହଣରୁ ଚାଲି ଯାଇଛନ୍ତି। ମୋ ମା ଗତ ଡିସେମ୍ବର 14 ସେ ପ୍ରଭୁଙ୍କ କୋଳକୁ ଚାଲିଗଲେ। ଏବେ ପର୍ଯ୍ୟନ୍ତ ମୋ ମନରେ ବହୁତ କଷ୍ଟ। ମୁଁ ପ୍ରଚାର କରୁଛି, ହସୁଛି, କଥାବାର୍ତ୍ତା ହଉଛି, ବିଭିନ୍ନ ସ୍ଥାନକୁ ଯାଉଛି, କିନ୍ତୁ ମୋ ଭିତରେ ଯୋଉ ବେଦନା ଅଛି ତାହା ମୁଁ ହିଁ ଜାଣେ। କଷ୍ଟ ଅଛି। ଆମ ଘର ଆଉ ଘର ପରି ଲାଗୁନାହିଁ। ଘରେ ରହିବା ପାଇଁ ଇଚ୍ଛା ଲାଗୁନାହିଁ। ଆପଣ ଆମ ଘରକୁ ଆସିଲେ ଦେଖିବେ ଯେ ବାପା ମା ନଥିବା ଘର କେମିତି ଆପଣ ଜାଣିପାରିବେ। ବହୁତ କଷ୍ଟ। କିନ୍ତୁ ଏ କଷ୍ଟ, ଏ ବେଦନା ଭିତରେ ଆମେ କେମିତି ବଞ୍ଚି ରହୁଛୁ? ଗୋଟେ ଭରସା ଅଛି, ଆଉ ଥରେ ଦେଖା ହେବ। ମୋ ବାପାଙ୍କୁ ମୁଁ ଦେଖିବି, ମୋ ମାଙ୍କୁ ଦେଖିବି। ଯେମିତି ଆପଣମାନେ ମଧ୍ୟ ଆପଣଙ୍କ ପ୍ରିୟଜନ ମାନଙ୍କୁ ହରେଇଛନ୍ତି, କିନ୍ତୁ ଆପଣଙ୍କ ମା ହେଇପାରନ୍ତି। ଆମେ ବାପା ମାର ମୂଲ୍ୟ ଏ ଦିନ ମାନଙ୍କୁ ବୁଝିପାରୁନାହୁଁ, ଏ ପିଲାମାନେ ବୁଝିପାରୁନାହାନ୍ତି। ମାନେ ଆପଣଙ୍କର ନିଜର ସମ୍ପତ୍ତି ଯଦି କିଛି ଅଛି ସେ ବାପା ମା, ଆଉ ସେମାନେ ଥିବା ପର୍ଯ୍ୟନ୍ତ ଆମେ ତାଙ୍କର ମୂଲ୍ୟ ବୁଝିପାରୁନାହୁଁ। ଯେତେବେଳେ ସେମାନେ ଆମକୁ ଛାଡ଼ିକି ଚାଲିଯିବେ, ତାପରେ ଆପଣ ଦରାଣ୍ଡି ହେବେ, ଆପଣ କାନ୍ଦିବେ, କୋଚାଡ଼ି କାନ୍ଦିବେ, ପାଇବେନି। କିନ୍ତୁ ଗୋଟିଏ ଭରସାରେ ଆମେ ବଞ୍ଚୁଛୁ, କ'ଣ? ଖ୍ରୀଷ୍ଟ ବିଶ୍ୱାସୀ ମାନେ, ଯେ ଆଉ ଥରେ ଦେଖା ହେବ, ପୁଣି ଥରେ ଦେଖା ହେବ। ଆଉ ଏଇଥର ଯୋଉ ସାକ୍ଷାତ କରିବୁ ଆମେ ସଦାକାଳ ରହିବୁ, ବିଚ୍ଛିନ୍ନତା ପାଇଁ ନୁହଁ, ବିଚ୍ଛିନ୍ନତା ପାଇଁ ନୁହଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ପ୍ରିୟଜନ ମାନଙ୍କୁ ଯଦି ହରେଇଛନ୍ତି, ମୁଁ ମୋ କଥା କହୁଛି, ମତେ ରାତିରେ ନିଦ ହଉନାହିଁ। ବହୁତ ସମୟ ପର୍ଯ୍ୟନ୍ତ ବିଛଣାରେ ପଡିକି ରୁହେ। ମୋ ମା ଯୋଉଠି ରହୁଥିଲା ସେ ଜାଗାରେ ଯାଇ ବସି ବି ପାରୁନାହିଁ। ବହୁତ କଷ୍ଟ ହଉଛି। ଘର ଖାଁ ଖାଁ ଲାଗୁଛି। ଘର ତାଲା ପକେଇ ଯିବା ସମୟରେ କଷ୍ଟ ଲାଗୁଛି, ତାଲା ଖୋଲି ଘରେ ଆସିବା ସମୟରେ କଷ୍ଟ ହଉଛି। ବେଳେ ବେଳେ ସ୍ତ୍ରୀ ସାମ୍ନାରେ କାନ୍ଦିବାର ନାହିଁ ବୋଲିକି ମୁଁ ବାଥରୁମରେ ଚାଲିଯାଏ, ଛାତ ଉପରକୁ ଚାଲିଯାଏ, ବାଲକୋନିକୁ ପଳାଏ। କଷ୍ଟ ହଉଛି। ଆପଣଙ୍କୁ ବି ସେ ପ୍ରକାର କଷ୍ଟ ହଉଥିବ, ଆପଣଙ୍କ ପ୍ରିୟଜନ ମାନଙ୍କୁ ହରେଇକି। କିନ୍ତୁ ମୁଁ କହିବା ପାଇଁ ଚାହେଁ, ଆଉ ଥରେ ଦେଖା ହେବ। ଏଇଟା ହଉଛି ବାକ୍ୟର, ବାଇବଲର ଗୌରବଯୁକ୍ତ ପ୍ରତିଜ୍ଞା। ଏଠି କ'ଣ ଲେଖାଯାଉଛି? ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ, ହାଲେଲୁୟା, ଯୋଉ ଆପଣଙ୍କ ପ୍ରିୟ ଲୋକମାନେ ଚାଲି ଯାଇଛନ୍ତି, ଆପଣଙ୍କର ସ୍ୱାମୀ ହେଇପାରନ୍ତି, ଆପଣଙ୍କ ସ୍ତ୍ରୀ ହେଇପାରନ୍ତି, ଆପଣଙ୍କ ବାପା ମା ହେଇପାରନ୍ତି, ପୁଅ ଝିଅ ହେଇପାରନ୍ତି, ଶାଶୁ ଶ୍ୱଶୁର ହେଇପାରନ୍ତି, ଆପଣଙ୍କର ପ୍ରିୟ ପାଳକ ହେଇପାରନ୍ତି, ଆପଣଙ୍କର କେହି ଅନ୍ତରଙ୍ଗ ବନ୍ଧୁ ହେଇପାରନ୍ତି, ଆପଣ ନିଜ ଲୋକ କେହି ହେଇପାରନ୍ତି। ଯଦି ପ୍ରଭୁଙ୍କ ଠାରେ ଥାଇକି ମରିଛନ୍ତି, ଗୋଟେ ଗୌରବଯୁକ୍ତ ପ୍ରତିଜ୍ଞା କ'ଣ? ଆମ୍ଭେମାନେ ସେମାନଙ୍କ ସହ, ସେମାନଙ୍କୁ ଛାଡ଼ିକି ନୁହଁ, ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାର ଆମ୍ଭେମାନେ ସର୍ବଦା, ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଏଇ ବାକ୍ୟ ଦ୍ୱାରା ମୁଁ ଆପଣଙ୍କୁ ଭରସା ଦେବା ପାଇଁ ଚାହେଁ, ଯେ ବାକ୍ୟ ଦ୍ୱାରା ମୁଁ ଭରସା ପାଇଛି। ଆପଣମାନେ କେବେ ମଧ୍ୟ ମୋର ଏ ପ୍ରକାର ଚେହେରା ଦେଖିନଥିବେ। ମୁଁ ଯେକୌଣସି ପରିସ୍ଥିତିରେ ମୁଁ ହସେ, ମୁଁ ହସାଏ, ହସିକି ବାକ୍ୟ କୁହେ।
କିନ୍ତୁ ଏ ଦିନମାନଙ୍କରେ ମୁଁ ଯେଉଁ ସଂଘର୍ଷ ଦେଇକି ଯାଉଛି ମୁଁ ହିଁ ଜାଣେ ସେଇଟା। ପ୍ରିୟ ଭାଇ ଭଉଣୀ ମାନେ, କାରଣ ପିତାମାତାଙ୍କ ଠାରୁ ଅଲଗା ହେବା, ଏବେ ଆକାଶ ତଳେ ମୋର ବାପା ନାହିଁ କି ମୋ ମା ନାହିଁ, କେବଳ ପ୍ରଭୁ ହିଁ ମୋର ସହାୟ ଅଟନ୍ତି। କିନ୍ତୁ ତୁରୀ ଶବ୍ଦ ଯେତେବେଳେ ହେବ, ମେଘମାଳାକୁ ଯେତେବେଳେ ଆମେ ନୀତ ହେବା, ମୃତମାନେ ଉଠିବେ ଆଉ ଆମ୍ଭେମାନେ ମଧ୍ୟ ପରିବର୍ତ୍ତିତ ହୋଇ ମେଘମାଳାକୁ ଯିବା, ଆଉ ସେମାନଙ୍କ ସହିତ ଆମେ ମେଘମାଳାକୁ ନୀତ ହେବା, ଆଉ ସେମାନଙ୍କ ସହିତ ଆମେ ସର୍ବଦା ମିଳିମିଶିକି ଆମେ ପ୍ରଭୁଙ୍କ ସ୍ଥଳରେ ରହିବା। ଏଇ ବାକ୍ୟ ଦ୍ୱାରା ମୁଁ ଆପଣମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଚାହେଁ। ଯଦି ଆପଣଙ୍କ ପରିବାର, ଆପଣଙ୍କ ବନ୍ଧୁବର୍ଗ, ପ୍ରିୟଜନ ମଧ୍ୟରେ ଯଦି କେହି ଦୁଃଖିତ ଅଛନ୍ତି, ଭାଙ୍ଗି ପଡ଼ିଛନ୍ତି, ଆପଣ ସେମାନଙ୍କୁ ଏଇ ବାକ୍ୟ ଦ୍ୱାରା ସାନ୍ତ୍ୱନା ଦେବେ। ମୁଁ ଏଇ ବାକ୍ୟ ଦ୍ୱାରା ନିଜକୁ ସାନ୍ତ୍ୱନା ଦିଏ। ମୁଁ ଯେଉଁ ବାକ୍ୟ ଦ୍ୱାରା ସାନ୍ତ୍ୱନା ପାଇଛି, ସେ ବାକ୍ୟ ଦ୍ୱାରା ମୁଁ ଆପଣଙ୍କୁ ସାନ୍ତ୍ୱନା ଦେଉଛି। ପ୍ରଭୁ ଆପଣମାନଙ୍କ ସହିତ ପରମେଶ୍ୱର ହୁଅନ୍ତୁ। ଆଉ ଥରେ ଦେଖା ହେବ, ପୁଣି ଥରେ ଦେଖା ହେବ, ଆଉ ନିଶ୍ଚୟ ଦେଖା। ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ମୁଁ ଆପଣଙ୍କ ଦାସ ଭାବରେ ଯେଉଁମାନେ ଦୁଃଖରେ, କଷ୍ଟରେ, ପ୍ରଭୁ ବିଚ୍ଛେଦର କଷ୍ଟକୁ ସହ୍ୟ ନ କରିପାରି ପ୍ରଭୁ ଯନ୍ତ୍ରଣା ମଧ୍ୟ ଦେଇ ଯାଉଛନ୍ତି, ମୁଁ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି। ପ୍ରଭୁ ଆପଣ ପ୍ରିୟଜନକୁ ହରେଇକି ପ୍ରଭୁ ସେମାନେ ଯେଉଁ କଷ୍ଟ ଦେଇ ଗତି କରୁଛନ୍ତି, ଆପଣଙ୍କର ବାକ୍ୟ ହିଁ ଆମର ସାନ୍ତ୍ୱନା ଅଟେ। ପ୍ରଭୁ ସେ ପୁଣି ଦେଖା ହବ, ଏକାଠି ରହିବୁ, ସର୍ବଦା ରହିବୁ, ଶୂନ୍ୟମଣ୍ଡଳ ରହିବୁ, ପୁଣି ଆପଣଙ୍କ ରାଜ୍ୟରେ ବି ରହିବୁ। ପ୍ରଭୁ এই ଭରସା ଆପଣ ଆମମାନଙ୍କୁ ଦେଇଥିବାରୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁ ଯେଉଁମାନେ ଅତି କଷ୍ଟରେ ପ୍ରଭୁ ବେଦନାରେ ରହିଛନ୍ତି, ମୁଁ ପ୍ରାର୍ଥନା କରେ ଆପଣ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତୁ, ଆପଣ ଦୟା କରନ୍ତୁ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ। ଯୀଶୁଙ୍କ ପ୍ରିୟ ନାମରେ ମାଗିଲି, ଆମେନ୍ ଆମେନ୍। ପ୍ରଭୁ ଆପଣଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ, ଆଉ এই ବାକ୍ୟ ଦ୍ୱାରା ଆପଣ ଅନ୍ୟମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ। ଯଦି କେହି ଦୁଃଖରେ ଅଛନ୍ତି, ପ୍ଲିଜ୍ ଆପଣ ଏ ବାକ୍ୟ ସେମାନଙ୍କୁ ପଠାନ୍ତୁ, କାରଣ ସେମାନେ ଆପଣ ପ୍ରିୟଜନ ମାନଙ୍କୁ ହରେଇକି ବହୁତ କଷ୍ଟରେ ରହିଥିବେ। ଏ ବାକ୍ୟ ସେମାନଙ୍କ ସାନ୍ତ୍ୱନାର କାରଣ ହଉ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତାକାଲି ନୂଆ ଅଧ୍ୟାୟରେ ଜଡ଼ିତ ହେବା। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର।